ରିପୋର୍ଟ ଅନୁଯାୟୀ ଗୋଟି ଗୋଟି ସତ ସବୁ କହିଛି ଅଭିଯୁକ୍ତ। ଶୈତାନ କହିଲା କାଳ ରାତିର କାହାଣୀ। ଅଗଷ୍ଟ 9 ତାରିଖରେ ବିଭିନ୍ନ ରେଡ୍ ଲାଇଟ୍ ଅଞ୍ଚଳକୁ ଯାଇଥିଲା ଅଭିଯୁକ୍ତ। ପରେ ନିଜ ବନ୍ଧୁ ସୌରଭ ସହ ଆରଜିକର ହସ୍ପିଟାଲକୁ ଆସିଥିଲା। ସୌରଭର ଭାଇ ଭର୍ତ୍ତି ହୋଇଥିବାରୁ ତାଙ୍କ ନିକଟକୁ ଯାଇଥିଲା ସଞ୍ଜୟ। ରାତି 11:15 ହସ୍ପିଟାଲରୁ ବାହାରି ଯାଇଥିଲେ ସଞ୍ଜୟ ଓ ସୌରଭ। ଏହାପରେ ମଦ୍ୟପାନ କରିବା ପାଇଁ ଯୋଜନା କରି ମଦ କିଣିବାକୁ ଯାଇଥିଲେ। ରାସ୍ତା ଉପରେ ବସି ମଦ୍ୟପାନ କରିବା ସହ ରେଡ୍ ଲାଇଟ୍ ଏରିଆ ଯିବା ପାଇଁ ସ୍ଥିର କରିଥିଲେ। ଗୋଟିଏ ପରେ ଗୋଟିଏ ରେଡ୍ ଲାଇଟ୍ ଏରିଆ ବୁଲିଥିଲେ। ସୁନାଗାଛିରୁ ଚେତାଲିକୁ ଯିବା ବାଟରେ ଯୁବତୀକୁ ଅସଦାଚରଣ କରିଥିଲେ। ସିସିଟିଭିରେ କଏଦ ହୋଇଛି ଦୃଶ୍ୟ। ନିଜ ବାନ୍ଧବୀକୁ ଫୋନ୍ କରି ନ୍ୟୁଡ୍ କଲ୍ କରିବା ସହ ଫଟୋ ପଠାଇବା ପାଇଁ କହିଥିଲେ ସଞ୍ଜୟ। ସୌରଭ ଘରକୁ ଫେରିଯିବା ପରେ ରାତି 3ଟା ପରେ ପୁଣି ହସ୍ପିଟାଲକୁ ଯାଇଥିଲେ ସଞ୍ଜୟ। ଟ୍ରମା ସେଣ୍ଟରକୁ ଯାଇଥିଲା 4:30 ପାଖାପାଖି। ସେମିନାଲର ହଲ୍ ନିକଟ କରିଡରକୁ ଯାଇଥିଲା। ସେମିନାଲ ହଲ୍କୁ ଯିବା ପରେ ସେଠାରେ ପୀଡ଼ିତାଙ୍କୁ ଦେଖିବାକୁ ପାଇଥିଲା। ତଣ୍ଟି ଚିପିବା ସହ ମୁହଁ ବନ୍ଦ କରିଦେଇଥିଲା। ପୀଡ଼ିତା ବେହୋସ୍ ହୋଇଯିବା ପରେ ଦୁଷ୍କର୍ମ ଓ ହତ୍ୟା କରିଥିଲା।